ଆଜ୍ଞା ମୁଁ ଗୋଟେ ଜିନିଷ ମୁଣ୍ଡକୁ ଆସିଲା ଗୋଟେ ଆଜିକାଲି ସବୁ ଲୋକ ତ ଏଇ ଜ୍ଞାନକୁ ଗ୍ରହଣ କରିପାରିବେନି। ଏଇ ଜିନିଷ ଗୁଡାକ ଯୋଉ ଅଗାଧ ଜ୍ଞାନ ସବୁ ଜିନିଷ ଯୋଉମାନେ ଭଲ ବିଦ୍ୟା ଅଧ୍ୟୟନ କି ଯାହାର ବ୍ରେନ୍ ପାୱାର ଠିକ ନଥିବ ସେମାନେ ତ ଏତେ ଗହୀର ଭିତରେ ପଶିକି ଆପଣ ଯୋଉ ଜ୍ଞାନ ଗୁଡାକ କହୁଛନ୍ତି ଆଜ୍ଞା ଏଗୁଡାକ ଏକଦମ ମାନେ କ୍ରିଟିକାଲ କଥା ସବୁ। ଏଇ ଜ୍ଞାନ ଭିତରେ ତ ସମସ୍ତେ ଭେଦ କରିପାରିବେନି ଆଜ୍ଞା, ସହଜ କଥା ନୁହେଁ। ଯୋଉ ମାନବ କି ଯୋଉ ପ୍ରାଣୀ ଲୋକ ମଣିଷ ଜୀବନ ବହୁ ପୁଣ୍ୟରେ ମିଳେ ଆଜ୍ଞା, କିନ୍ତୁ ଯୋଉ ଲୋକ ଏ ଭିତରେ ସବୁ ଜାଣିପାରିବନି ସେ କଣ ମୃତ୍ୟୁମୁଖ ପାଇପାରିବନି ଆଜ୍ଞା। ହଁ ତାର ସେ ତ କରିପାରିବନି ଜପ ଧ୍ୟାନ ଆସନ ଯୋଗ ଅଷ୍ଟାଙ୍ଗ ଆସନ ଏସବୁ ଜ୍ଞାନ ଯୋଉ ସଂସ୍କୃତ ଏଇ ଜିନିଷ ମୁଁ ଜାଣିଛି କିଛି ଲୋକ ଅଛନ୍ତି କିଛି ତାଙ୍କୁ ଜଣା ନଥିବ ଭୀମ ଯେମିତି ଅଜ୍ଞାନୀ ଥିଲେ କିଛି ତାଙ୍କ ପାଠରେ ପଢିନଥିଲେ ସେ କେମିତି ପାଇଲେ ବାଟ, ସମସ୍ତେ ତ ତାଙ୍କ ଭଳିଆ ହେଇପାରିବେନି ନା। ଆମେ ସାଧାରଣ ମାନବ ଘର ଜଞ୍ଜାଳ କର୍ମ ଜଞ୍ଜାଳ ଏବଂ ନିଜ ପାରିପାର୍ଶ୍ୱିକ ଭିତରେ ଚଳିକିରି ଭଗବାନଙ୍କୁ ପ୍ରାପ୍ତିର ବାଟଟା ମାନେ କେମିତି ଜଣେ କରିପାରିବ ଆଉ ସେ ଆମ ଗୁରୁ ଶ୍ରୀ ଶ୍ରୀ ଦୟାନିଧି ପରମହଂସ ଦେବ କହିଲେ ବୁଝିଲେ ନା। ଆଜ୍ଞା ଆଜ୍ଞା ସେଟା ପଢା ପାଠେ ନାହିଁ ଅକ୍ଷର ନୁହଁ ଅଜପା ଜ୍ଞାନ ଏ ଗୁରୁ ସୂତ୍ର ଏତତ୍ଵ ନ ଜାଣି ମାଳା କୌପିନି ଭେକ ବାନା ବହି ଭାବି ଅର୍ଥ କହେ ଦୟାନିଧି ଏଇ ଦେଇ ଅଛି ବୁଦ୍ଧି କହେ ଦୟାନିଧି ପାଠ ସହିତ ତାର କୌଣସି ସମ୍ପର୍କ ନାହିଁ ବୁଝିଲେ। ଆମେ ସଂସ୍କୃତ ନ ପଢୁ ଗୀତା ନ ପଢୁ ଭାଗବତ ନ ପଢୁ କିଛି ଆମର କରିବା ଦରକାର ନାହିଁ। କେବଳ ଗୋଟିଏ କଥା ହଉଛି ଗୁରୁ ଯାହା କହିଲେ ସେଇ କଥା ଉପରେ ବିଶ୍ୱାସ ରଖି ସେ କର୍ମ ଯଦି କରିଚାଲିବ ସବୁ ଜ୍ଞାନ ବଳେ ବେଳେ ଉଦୟ ହେଇଯିବ। କାହିଁକି ନା ହୃଦୟରେ ଯେତେବେଳେ ଆମର ଚିତ୍ତ ବିଶୋଧନ ହେଇଯିବ, ଚିତ୍ତ ଯେତେବେଳେ ଶୋଧନ ହେଇଯିବ, ଚିତ୍ତ ଶୁଦ୍ଧି ହେଲେ ଆମର କଣ ହବ ନା ହୃଦୟରୁ କୁପ୍ରକୃତି ଗୁଡାକ ବିନାଶ ହେଇକି ସୁପ୍ରକୃତି ଜାଗ୍ରତ ହେଇ ଉଠିବ। ମଇଳା ବିନାଶ ହେଇଯିବ, ସୁପ୍ରକୃତି ଜାଗ୍ରତ ହେଇଗଲେ ଅଟୋମେଟିକ ଠାକୁରଙ୍କର ସାନ୍ନିଧ୍ୟ ଆମେ ଲାଭ କରିବା। ଏଥିରେ ପାଠ ବହି ପଢା କିଛି ଦରକାର ନାହିଁ, ଖାଲି ଗୋଟେ ଜିନିଷ ଦରକାର ଗୁରୁ ନିଷ୍ଠା। ଗୁରୁ ନିଷ୍ଠା ଯଦି କରିବା ଆମର ଆମେ ଧରନ୍ତୁ ପାଠ ପଢିନାହିଁ, ଆମେ ଭାଗବତ ପଢିନାହାନ୍ତି ଗୀତା ପଢିନାହାନ୍ତି କିଛି ପଢିନାହାନ୍ତି ତା ବୋଲି କଣ ଈଶ୍ୱର ତତ୍ତ୍ୱ ଆମେ ପାଇବାନି? ସମସ୍ତେ ପାଇବା ନା। ତାପରେ ଗୁରୁ ଏଇ ଯୋଉ ଗୁରୁବାଦ ଆଜ୍ଞା ବର୍ତ୍ତମାନ ବିଭିନ୍ନ ଦେଖଉଛି ଜଣା ପଡୁଛି ବିଭିନ୍ନ ପ୍ରକାର ଅନୁଷ୍ଠାନ ବର୍ତ୍ତମାନ ଭାରତ ବର୍ଷରେ କଣ ଆମ ଓଡିଶାରେ କଣ ଭାରତ ବର୍ଷରେ ମାନେ ପୁରୀରେ ଏଠି ବହୁତ ବଡ ବଡ ମଠ ବାଡି ମହନ୍ତ ଆଜ୍ଞା ଅଛନ୍ତି। ପୁରୀ ମୁଁ ଥରେ ଆଜ୍ଞା ପୁରୀ ଯାଇଥିଲି, ସେଠି ଗୋଟେ ମଠ ଅଛି ସେଠି ମୁଁ ଦେଖିଲି ଗୁଡିଏ ବହୁତ ବ୍ୟକ୍ତି ଫରେନର ଅନ୍ୟାନ୍ୟ ଲୋକ ଗୋଟେ ଗୋଷ୍ଠୀ ସେ ସବୁ ସେ ଭିତରୁ ବାହାରିଲେ। ମୁଁ ବୁଲିବାକୁ ଟିକେ ପଳେଇଥିଲି, ବାହାରିଲା ବେଳକୁ ମୁଁ ତ ପଚାରିଲି ଜଣଙ୍କୁ ମୁଁ କହିଲି କଣ ଏଠି ଗୋଟେ ଗହଳି ହେଇଥିଲା ଏତେ କଣ ନା ସବୁ ଦୀକ୍ଷା କାର୍ଯ୍ୟକ୍ରମ ଚାଲିଥିଲା। ଦୀକ୍ଷା କାର୍ଯ୍ୟକ୍ରମ କଣ କେମିତି ଦୀକ୍ଷା ନା ଏଇଟା ମାନେ ଏଇଟା ଗୁରୁ ଦୀକ୍ଷା, ଏଇଟା ରାଧା କୃଷ୍ଣ ଦୀକ୍ଷା ମନ୍ତ୍ର ବୈଷ୍ଣବ ଦୀକ୍ଷା ଗୁରୁ ଦଉଛନ୍ତି। କିନ୍ତୁ ମୋର ଗୋଟେ ସାଙ୍ଗ ଯାଇକି ସେଠି ଦୀକ୍ଷା ନେଇଥିଲେ ସ୍ୱାମୀ ସ୍ତ୍ରୀ। ତାଙ୍କୁ ପଚାରିଲେ କଣ କେମିତି ଦୀକ୍ଷା ନେଲ ନା ସେ ବାବା ଆସିଲେ ସେ ପିତ୍ତଳ ଥାଳିରେ ସବୁ ଥୁଆ ହେଲା ଆଉ ଆମର ଆମେ ଦେଲୁ ଏତିକି ଟଙ୍କା, ଫରେନର ଗୁଡାକ ଜଣକେ 10,000 ଲାଗେ ଟଙ୍କା ତାଙ୍କଠୁ ନିଆଗଲା, ଚେକ କଟା ହେଲା ଆଉ ତାଙ୍କର ରେଜିଷ୍ଟ୍ରେସନ ହେଲା ତାଙ୍କ ଭକ୍ତ ହେଲେ ବୋଲି ଏସବୁ କେତେ ଇଷ୍ଟ ହେଇ ସେ ମନ୍ତ୍ର ଗୋଟେ କାଗଜ ଗାମୁଛା ଘୋଡେଇଲେ ମନ୍ତ୍ର ପ୍ରଦାନ କଲେ। ଆଉ ତାଙ୍କର ଆମେ ସବୁଦିନ ପାଇଁ କଣ ବତେଇଲେ ଦୀକ୍ଷା ନେଇ କୋଉ ମନ୍ତ୍ର ନା ଏଇ ହରେ କୃଷ୍ଣ ମନ୍ତ୍ର ବତେଇଲେ। ଆଉ ମୁଁ ତୁମେ ତ ଆଇଁଷ ଖାଉଛ ନା, ସେ କହିଲେ ଆଇଁଷ ଖାଇଲେ ଚଳିବ, ତମେ ଆଇଁଷ ଖାଇଲେ ମଧ୍ୟ ଆଉ ତୁ ଏକାଦଶୀ ଟିକେ ଧାରଣ କରିବ, ଆଉ ତମେ ସଂସାର କରିଛ ଆଉ ଆମିଷ ଛାଡ଼ିଲେ ହବ କି, ଆଉ ଏମିତି ସବୁ ଏତିକି ଟଙ୍କା ସବୁ ଦିଆହେଲା। ମୁଁ ତ ପଚାରିଲି ମୁଁ ଟଙ୍କା କେତେ ଟଙ୍କା ଲାଗି ନେଲେ, ତାହେଲେ ଏତେ ଟଙ୍କା ଲାଗି ଯିଏ ଦୀକ୍ଷା ଦଉଛ ସବୁ ଲୋକ ତ ଟଙ୍କା ଦେଇକି ଦୀକ୍ଷା ନେଇପାରିବେନି, ସରକାର ପଇସା ଦେଇକି ସମସ୍ତେ ନେଇପାରିବେନି। ଏଇ ପ୍ରକାର ଉଦାହରଣ ମୁଁ କେତେ ଜାଗାରେ ଦେଖିଛି ଆଜ୍ଞା। ମାନେ ପ୍ରାୟ ଜାଗାରେ ଗୁରୁ ମନ୍ତ୍ର ପାଇଁ ଏଠି ସବୁ ତାର ଆଭୂଷଣ ଜିନିଷ ଟଙ୍କା ପଇସା ଖର୍ଚ୍ଚ ହଉଛି। ସବୁ ବ୍ୟକ୍ତି ତ କରିପାରିବେନି ଆଜ୍ଞା, ପଇସା ପତ୍ର ଗୋଟେ ଖର୍ଚ୍ଚ କରିକି। ଆଜିକାଲି ଯୋଉମାନେ ଚାକିରି ବାକିରି କରିଛନ୍ତି କି ବିଜନେସ ମ୍ୟାନ ଅଛନ୍ତି, ଅସୁବିଧାରେ ପଡୁଛନ୍ତି ବିପଦରେ ପଡୁଛନ୍ତି, ସେମାନେ ଆଜ୍ଞା ତାଙ୍କର ପଇସା ଅଛି କଳା ପଇସା ଅଛି ଯାଇକି ଗୋଟେ ବାବା ମଠ ବୁଲିକିରି ସେ ସବୁ ତାଙ୍କର ଗୋଟେ ଦୀକ୍ଷା ଫିକ୍ଷା ନେଇକିରି ଇଏ କରୁଛନ୍ତି। ଏଇଠି ଆମର ଏଇଠି ପୁରୀ ଯୋଉ ବଡ ପଣ୍ଡା ଜଗନ୍ନାଥଙ୍କର ସିଏ ବର୍ତ୍ତମାନ ମନ୍ତ୍ର ଦୀକ୍ଷା ଦଉଛନ୍ତି, ୟୁଟ୍ୟୁବରେ ଛାଡୁଛନ୍ତି, ତାଙ୍କ ପ୍ରଚାର କରୁଛନ୍ତି। ଆସ ଯୋଉ ଦୀକ୍ଷା ନବ ଜଗନ୍ନାଥଙ୍କ ସଂସ୍କୃତି ସିଏ ବି ଗୋଟେ ତାଙ୍କର କରୁଛନ୍ତି, ଏବେ ମୁଁ ଶୁଣିଲି। ଆଉ
ଅନୁଗୁଳ ଚନ୍ଦ୍ର ଅଛନ୍ତି, ଲିଙ୍ଗମାନନ୍ଦ ସରସ୍ୱତୀ ଅଛନ୍ତି, ସତ୍ୟସାଇ ଅଛନ୍ତି, ବିଭିନ୍ନ ପ୍ରକାର ଦୀକ୍ଷା। ପ୍ରକୃତରେ ଆଜ୍ଞା ଭାଗବତ ଗୀତା ଭାଗବତ ମନ୍ତ୍ର ତଦର ମୂଳ ମନ୍ତ୍ର ଯୋଉଟା କି ଆଦି ନାମ ମନ୍ତ୍ର, ଇଏ ଦୀକ୍ଷିତ ହେଇ ଜଣେ ଅଶିକ୍ଷିତ ଲୋକ ପାଠ ପଢିନଥିବ କିମ୍ବା କୌଣସି ପ୍ରକାର ଜ୍ଞାନ ତାଙ୍କର ନଥିବ, ସିଏ ପୁଣି ସଂସାରରୁ ଉଦ୍ଧାର ପାଇବାର ବାଟ ଥିବ ନା ଆଜ୍ଞା? ଗୁରୁ ମନ୍ତ୍ର ଆପଣ କହିଲେ ନିଶ୍ଚୟ ନିଶ୍ଚୟ ଅଛି। ଆଉ ଗୋଟେ କଥା ମୁଁ ପଦେ କହୁଛି ଶୁଣ, ଖାଲି ମନ ଦେଇକି ଶୁଣ। ଧନକାର ମିତ୍ର ଦ୍ୱାରା ସୁତ, ଚାଲ ପରି ସବୁ କ୍ଷଣିକ, ଦିନ ଦୁଇ ପାହି ମୋର ମୋର କହି, ତୁ ଛାଠାରେ ସାଜୁ ଅଛୁ ମାଲିକ। ବୁଝିଲେ? ଆମର ଯୋଉ ଦୀକ୍ଷା ପ୍ରକରଣ ଆମର ଶାସ୍ତ୍ରରେ ଅଛି, ଏବଂ ସତ୍ୟ ତ୍ରେତା ଦ୍ୱାପର ଏଇ ଯୋଉ ଯୁଗ ମାନଙ୍କରେ ଯୋଉ ମନୀଷୀ ମାନେ ଶିଷ୍ୟ ମାନଙ୍କୁ ନିଜ ପାଦ ତଳେ ଆଶ୍ରୟ ଦଉଥିଲେ, ତାଙ୍କୁ ଦୀକ୍ଷା ପ୍ରକରଣ କରୁଥିଲେ, ତାର ନିୟମ ହଉଛି କଣ ଶୁଣ, ସେମାନେ ତିନିଟା ଜିନିଷକୁ ସାକ୍ଷୀ ରଖିକି ଦୀକ୍ଷା ଦଉଥିଲେ। ତିନିଟା ନା ଗୋଟେ ହଉଛି ଚନ୍ଦ୍ର, ଗୋଟେ ହଉଛି ସୂର୍ଯ୍ୟ, ଗୋଟେ ହଉଛି ଅଗ୍ନି। କିନ୍ତୁ ଏଇ ତିନିଟା ହଉଛନ୍ତି ଆମର ଦେବତା। ଆମର ରାତିରେ ଚନ୍ଦ୍ର ଅଛି, ଆମେ ଯଦି ଦିନରେ ନେବା ସୂର୍ଯ୍ୟ ଅଛନ୍ତି, ଯଦି ଦିନ ରାତି ଉଭୟଙ୍କର ଯଦି ଅଭାବ ଦେଖାଦିଏ, ସମୁଦ୍ର ଆମେ ଅଗ୍ନି ଜାଳିକିରି ଆମେ ଟିକେ କାଷ୍ଠ ଟିକେ ଆଣି ଘୃତ ଟିକେ ପକେଇ ଅଗ୍ନି ଟିକେ ଜାଳିକିରି ଅଗ୍ନିକି ସାକ୍ଷୀ ଦେଖିକି ଆମେ ଦୀକ୍ଷା ପ୍ରକରଣ ଦିଆଯାଏ। ଆଉ କଣ ହୁଏ ନା, ଆମର ଶ୍ରୀ ଶ୍ରୀ ଦୟାନିଧି ପରମହଂସ ଦେବ କହିଲେ ଦୀକ୍ଷା କରିବା ପାଇଁ, କାହିଁକି ନା ଆମର 4ଟି ଜାଗାକୁ ଖାଲି ହାତରେ ଯାଆନ୍ତି ନାହିଁ। ଗୋଟିଏ ହଉଛି କିଏ ସେ ନା ବୈଦ ଡାକ୍ତର, ଆଉ କୁଳ ଗୁରୁ, କୁଳ ପୁରୋହିତ, ଆଉ ମଠ ବାଡି ଆଶ୍ରମ, ଏଇ ସବୁ ଜାଗା ମାନଙ୍କୁ ଖାଲି ହାତରେ ଯାଆନ୍ତିନି। ଶିଷ୍ୟ ଯେତେବେଳେ ଦୀକ୍ଷା ନବ ସେତେବେଳେ ଖାଲି ହାତରେ ଯିବନି। ଯଦି ଖାଲି ହାତରେ ନ ଯିବ କଣ ନବ? ଜଣେ ମନେ କରାଯାଉ ସମ୍ପୂର୍ଣ୍ଣ ଦରିଦ୍ର, ତା ପାଖରେ ତ କିଛି ନାହିଁ। ତେଣୁ ଶ୍ରୀ ଦୟାନିଧି ପରମହଂସ ଦେବ କହନ୍ତି, ତମ ପାଖରେ ତମେ 5ଟି ଧୋବଲା ଫୁଲ ଆଣି ସଦ୍ଗୁରୁଙ୍କ ପାଦ ତଳେ ଦିଅ। 5ଟା ଧଳା ଫୁଲ ଦିଅ। ଚନ୍ଦ୍ର ସୂର୍ଯ୍ୟ ଅଗ୍ନି ଏଇ 3 ଜଣ ଭିତରୁ ଜଣକୁ ସାକ୍ଷୀ ରଖ। ରଖି ସାରିଲା ପରେ ଗୁରୁ ତମକୁ ଉପଦେଶ ଦେବେ। ଏଥିରେ ଟଙ୍କାର ପ୍ରଶ୍ନ କାହିଁ ହେଲା। ଆଉ ଗୋଟେ କଥା ଅଛି, ଶିଷ୍ୟ ଯେତେବେଳେ ଦୀକ୍ଷା ନେଇ ସାରିକିରି ଉପଯୁକ୍ତ ହୁଏ, ସେତେବେଳେ ସେ ଗୁରୁ ତାଙ୍କୁ ଦକ୍ଷିଣା ମାଗନ୍ତି। ଶିଷ୍ୟ ଜୀବନ ସାରା ଗୁରୁଙ୍କୁ ସବୁ ମାଗେ, କିନ୍ତୁ ଗୁରୁ ତାଙ୍କ ଜୀବନ କାଳ ଭିତରେ ଶିଷ୍ୟକୁ ଥରିଏ ମାଗନ୍ତି। କଣ ମାଗନ୍ତି ନା, ସେଇଟା ହଉଛି କଣ ନା ଦକ୍ଷିଣା। ସେ ଦକ୍ଷିଣାଟା କେତେବେଳେ ମାଗନ୍ତି ନା, ଯେତେବେଳେ ଶିଷ୍ୟ ଉପଯୁକ୍ତ ହେଇ ସାରେ, ଜ୍ଞାନରେ ଆରୂଢ ହୁଏ, ସେତେବେଳେ ଗୁରୁ ଦକ୍ଷିଣା କି ଦକ୍ଷିଣା ମାଗନ୍ତି ନା, ଗୁରୁ ଦେଖନ୍ତି ଶିଷ୍ୟ ଯୋଉ ଦକ୍ଷିଣା ଦେଇପାରିବ ସେଇ ଦକ୍ଷିଣାକୁ ଗୁରୁ ତାକୁ ମାଗନ୍ତି, ଏବଂ ଖୁସି ମନରେ ଶିଷ୍ୟ ଗୁରୁଙ୍କୁ ଦକ୍ଷିଣା ଦେଇ ଗୁରୁଙ୍କ ଠାରୁ ସେ ବିଦାୟ ନେଇକିରି ଆସିକିରି ତା ଇଷ୍ଟକର୍ମ କରେ। ତାର ଶାସ୍ତ୍ରରେ ଅଛି ପ୍ରମାଣ କଣ ନା, ଗୁରୁ କରି ଯେବେ ଦକ୍ଷିଣା ନ ଦେବୁ ସବୁ ହେବ କାରଣ। ଗୁରୁ କରିକି ଆମେ ଟିକେ ଦକ୍ଷିଣା ଦବା ହେଲା। ଖାଲି ଗୁରୁ ନୁହେଁ, ଆମର ଯୋଉ ସଂସାରରେ ଲୋକମାନେ ଅଛନ୍ତି, ସେମାନେ ସାଧୁ ସନ୍ନ୍ୟାସୀ ବୈଷ୍ଣବ ଏମାନଙ୍କୁ ଭୋଜନ ଦେଲା ବେଳେ ସେମାନେ କିଛି କିଛି ଦକ୍ଷିଣା ଦିଅନ୍ତି। କାରଣ କଣ? ଯେ ଗୋଟେ କଥା ହଉଛି, ଆମେ ତ ଖାଇବାକୁ ଦେବା, ଚୋରି ଉପରେ ହେମାଜୋରି, ତାମାନେ ଆମେ ଖାଇବାକୁ ଦେଇ ସାରିଲା ପରେ କଣ ଦଣ୍ଡ ହଉଛି ଦକ୍ଷିଣା? ତାର କାରଣ କଣ ଶୁଣ, ଯେ ଆମେ ଯେତେବେଳେ ଶିବ ମନ୍ଦିର କିମ୍ବା ଯେକୌଣସି ଠାକୁରଙ୍କ ମନ୍ଦିରକୁ ଯାଆନ୍ତି, ସେତେବେଳେ କଣ କରନ୍ତି ନା, ଆମେ ବ୍ରାହ୍ମଣକୁ କୁହନ୍ତି ତୁ ଭୋଗ ଲଗେଇ ଦେ। ସେ ଭୋଗ ଲଗେଇ ଦିଏ। ଭୋଗ ଲଗେଇ ସାରିଲା ପରେ ପାରିଶ୍ରମିକ ବାବକୁ ଆମେ ତାକୁ କିଛି ଦକ୍ଷିଣା ଦିଅନ୍ତି। କିନ୍ତୁ ଆମ ଘରକୁ ଯୋଉ ସାଧୁ ସନ୍ନ୍ୟାସୀ ବୈଷ୍ଣବ ମାନେ ଆସିଲେ, ସେମାନେ ତମେ ଯେତେବେଳେ ତାଙ୍କୁ ଖାଦ୍ୟ ପରିସି ଦେଲ, ସିଏ ନିଜେ ଖାଆନ୍ତି ନାହିଁ। ସିଏ କଣ କରନ୍ତି ନା, ଆଗେ ଭଗବାନଙ୍କୁ ସେ କଣ ନା ସମର୍ପଣ କରନ୍ତି। ସମର୍ପଣ କରନ୍ତି, ସେ ଭୋଗ ଲଗେଇ ଦେଲେ। ଭୋଗ ଲଗେଇ ସାରିଲା ପରେ ଆମେ ତାଙ୍କୁ ଟିକେ ଦକ୍ଷିଣା ଦବା। ସେଇ ଭୋଗ ଲଗେଇକି ମନ୍ଦିର ବ୍ରାହ୍ମଣ କଣ କରେ ନା, ଭୋଗ ଲଗେଇ ସାରି ସେ ଆମକୁ ସେ ଭୋଗଟାକୁ ଫେରେଇ ଦିଏ। କିନ୍ତୁ ଏଠି ସାଧୁ ସନ୍ନ୍ୟାସୀ କଣ କରନ୍ତି ନା, ଈଶ୍ୱରଙ୍କୁ ଭୋଗ ଲଗେଇ ଦେଲେ, ଭୋଗ ଲଗେଇ ଦେଇକି ନିଜେ ଖାଇଦେଲେ। କିନ୍ତୁ ହେଲେ କଣ ଭୋଗ ଲଗେଇଲେ ନା, ସେଟା ଆମେ ଖୁସି ମନରେ
ଲବଙ୍ଗଟିଏ ହଉ ପାନଟିଏ ହଉ ଯାହା ମିଳ ଟଙ୍କାଟିଏ ହଉ ଯାହା ହେଲେ ଭୋଜନ ଶେଷରେ ଆମେ ଟିକେ କିଛି ଦକ୍ଷିଣା ଦେଇକି ତାଙ୍କୁ ପ୍ରୀତି କରିକି ବିଦା କଲେ ଆମର ପୁଣ୍ୟ ହୁଏ। ଆଜ୍ଞା ଆଜ୍ଞା ଏଇଟା ହଉଛି ସଂସାରୀ ଲୋକର କର୍ତ୍ତବ୍ୟ। ଆଜ୍ଞା ଯୋଉ ସାଧୁ ମାନେ କି ସନ୍ନ୍ୟାସୀ ମାନେ ଯିଏ ପ୍ରସାଦ କଲେ ସେମାନଙ୍କର ଯୋଉ ଶେଷରେ ଯୋଉ ଉଚ୍ଛିଷ୍ଟ ପାନ କଲେ ପରା ବହୁତ ପୁଣ୍ୟ ମିଳେ। ହଁ ନିଶ୍ଚୟ। ତାର କାରଣ କଣ ଶୁଣ, ଉଚ୍ଛିଷ୍ଟ ନୁହେଁ ସିଏ ହଉଛି କୈବଲ୍ୟ। କାରଣ ଆଜ୍ଞା କଣ ହଁ ନା ସାଧୁ ସନ୍ନ୍ୟାସୀ ଯୋଉ ପ୍ରସାଦ ଆମେ ସାଧୁ ସନ୍ନ୍ୟାସୀ କି ଦେଲେ ସିଏ କଣ ଆଜ୍ଞା କଲେ ନା ସିଏ ତାକୁ ନୈବେଦ୍ୟ କରିଦେଲେ। ଆଜ୍ଞା ନୈବେଦ୍ୟ କରିସାରି ସେ ନୈବେଦ୍ୟକୁ ଭକ୍ଷଣ କଲେ। ଭକ୍ଷଣ ଆଜ୍ଞା କରି ତାଙ୍କର ଯେତେବେଳେ ତୃପ୍ତି ଆସିଲା ତାପରେ ଆମେ ତାକୁ ଆଣିକି ଆମେ ନିଜେ ଭକ୍ଷଣ କରିବା। ଆଜ୍ଞା ଆଜ୍ଞା ଭକ୍ଷଣ କଲେ ଆମର ଜ୍ଞାନ ବଢେ, ଆମର ଆଜ୍ଞା ପ୍ରୀତି ବଢେ। ଏହାର ଆଜ୍ଞା ଭାଗବତ ପ୍ରମାଣ ଗୋଟେ ମୁଁ ତୁମକୁ ଦେବି, ସମୟ ଅଛି ତ ଶୁଣିପାରିବ ତ? ହଁ ଆଜ୍ଞା କୁହନ୍ତୁ ଯେ ଭାଗବତ ପ୍ରମାଣ ଶୁଣ। କୁହନ୍ତୁ ଆଜ୍ଞା। ଆମର ନାରଦ ଦିନେ ଅଭିଶାପ ପାଇକି ଆସିକି ମର୍ତ୍ତ୍ୟ ମଣ୍ଡଳରେ ଜନ୍ମଗ୍ରହଣ କଲେ। ଆଜ୍ଞା ଆଚ୍ଛା କଲେ ଗୋଟେ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କଲେ। ଆଜ୍ଞା ଜନ୍ମଗ୍ରହଣ କଲା ପରେ ବାପା ନାହାନ୍ତି, ମା ବିଧବା। ତେଣୁ ଆଜ୍ଞା ଯେତେବେଳେ ମା ବିଧବା ଯେତେବେଳେ ତାର ତ ଆଉ କିଛି ସମ୍ବଳ ନାହିଁ କୋଉଠି ଚଳିବା ପାଇଁ, ତେଣୁ ଆଜ୍ଞା କଣ କଲା ନା ଆଉ ଜଣେ ବ୍ରାହ୍ମଣ ଘରେ ଯାଇକିରି ସିଏ ଆଜ୍ଞା କଣ କରି ବାସନ ମାଜି ଗୁହାଳ କାଢି ଇତ୍ୟାଦି କାମ କରିକି ସିଏ କଣ କଲା ନା ପେଟ ପୋଷିଲା। ଆଜ୍ଞା ବ୍ରାହ୍ମଣଟି ହଉଛି ଭାରି କୃପଣ, ଅତ୍ୟନ୍ତ ଆଜ୍ଞା ତେଣୁ ଆଜ୍ଞା ସିଏ କହିଲା ଆଜ୍ଞା ତୁ କାମ କଲୁ ତତେ ଗୋଟେ ମିଲ୍ ଦେଲି। ତୁ ଯୋଉ ଆଜ୍ଞା ପୁଅଟା ଭେଣ୍ଡିଆଟା ବୁଲୁଛି ତାକୁ କାହିଁକି ଦେମି, ତାକୁ ଦେବିନି। ସେ କିଛି କାମ ଆଜ୍ଞା କରୁନି ତାକୁ ଦେବିନି। ତେଣୁ ଆଜ୍ଞା ଗୋଟିଏ ମିଲ୍ ଦେମି ତମେ ଖାଇଲେ ଖାଇବ ନ ଖାଇଲେ ନାହିଁ। କଣ ଆଜ୍ଞା କରୁଛ ମା ମନ ତ ମା ଯେତେବେଳେ ମିଲ୍ ଟାକୁ ଆଣେ ସିଏ କଣ ନିଜେ ଆଜ୍ଞା ଖାଇଦବ କଶ୍ମିର କାଳେ। ସିଏ କଣ ନାଇଁ ଆଜ୍ଞା ନା ସେ ଆଗେ ପୁଅକୁ ଦେଲା ଖାଇବାକୁ। ପୁଅ ଆଜ୍ଞା ଖାଇସାରିକି ତା ପେଟ ଫୁଲ ହେଇସାରିଲା ପରେ ଯଦି କିଛି ବଳେ ଟିକେ ଯଦି ସେ ତୋରାଣି ଫୋରାଣି ପାଣି ଟିକେ ପିଇ ଦିଏ, ନହେଲେ ଆଜ୍ଞା ନାଇଁ ସେମିତି ଉପାସ ଅଛି କିନ୍ତୁ ପୁଅକୁ ସେ ଖାଇବାକୁ ଦିଏ। ଆଜ୍ଞା ଏମିତି କିଛି ଦିନ ଗଲା ପରେ ଦିନେ ଚାତୁର୍ମାସ୍ୟ ବ୍ରତ କରିବା ପାଇଁ କିଛି ସାଧୁ ସେ ବ୍ରାହ୍ମଣ ଘରକୁ ଆସିଲେ। ହେଲା ଆଜ୍ଞା ଆଜ୍ଞା ଚତୁର୍ମାସ୍ୟ ଅଛି ଆଜ୍ଞା ହଁ ଚାତୁର୍ମାସ୍ୟ ବ୍ରତ କରିବା ପାଇଁ ସିଏ ଆସିଲେ। ଯେତେବେଳେ ବର୍ଷା ଦିନ ଆରମ୍ଭ ହେଇଗଲା, ଅଷାଢ ମାସ ଆରମ୍ଭ ହେଇଗଲା, ସେମାନେ ଆସି ତା ଘରେ ରହିଲେ। ବିରାଟ ବଡ ଗୋଟେ ଘର ତାକୁ ଛାଡିଦେଲେ। ସେ ଘରେ ସାଧୁ ମାନେ ରହିଲେ। ରହି ସାରିଲା ପରେ ବ୍ରାହ୍ମଣ ସେଇଠୁ କହିଲା ତାହାକୁ ଆଜ୍ଞା ନାରଦଙ୍କୁ କହିଲା ଆରେ ତୁ ତ ଭେଣ୍ଡିଆ ବୁଲୁଛୁ, ଗୋଟେ କଥା କହ ତୁ ସେ ସାଧୁ ମାନଙ୍କର ସେବା କର। ସେବା କର ଯାହା ମିଳିବ ସେଇଠୁ ଖାଇବୁ ରହିବୁ ଆଉ। ଆଜ୍ଞା ସିଏ ଭାରି ଖୁସି ହେଇଗଲା। ଖୁସି ହେଇକି ଆଜ୍ଞା ସେ ସାଧୁ ମାନଙ୍କର ଲେଙ୍ଗଟା ସଫା କଲା, ଲୁଗା ସଫା କଲା, ତାକୁ ନେଇକି ଶୁଖେଇଲା। ସାଧୁ ଆଜ୍ଞା ମାନଙ୍କୁ ପାଣି ଦେଲା, ଗାଧୋଇବା ପାଇଁ ପାଣି ଦେଲା, ଇତ୍ୟାଦି ଇତ୍ୟାଦି ଯେତେ ତିଲିକ ନେବା ପାଇଁ ତାଙ୍କ ପାଖରେ ପାଣି ଥିଲା। ସାଧୁ ମାନଙ୍କର ଯାହା କର୍ମ ସେ ସବୁ ନେଇକି ହୁଁ କଲା। କରିସାରିଲା ଆଜ୍ଞା ସାଧୁ ମାନେ ସେଠୁ ଯେତେବେଳେ ବସିକି ଭୋଜନ କରିବେ, ସବୁ ସାଧୁ ଖାଇସାରିଲା ପରେ ଇଏ କଣ କରେ ନା ସମସ୍ତଙ୍କ ପତରରୁ ସେ ପ୍ରସାଦକୁ ଆଣିକି ଗୋଟିଏ ଜାଗାରେ ଠୁଳ କରିକି ରଖେ। ରଖି ଆଜ୍ଞା ପତ୍ରକୁ ଫୋପାଡ଼ି ଦେ। ପତ୍ରକୁ ଫୋପାଡ଼ି ଦେଇକି ସେ ପ୍ରସାଦକୁ ଆନନ୍ଦ ମନରେ ବସିକିରି ଖାଏ। ଆଜ୍ଞା 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 କିନ୍ତୁ କିଛି ଦିନ ଗଲା ପରେ ଗୋଟେ ଆଜ୍ଞା କଥା ହଉଛି ଡାକ୍ତର ଯେତେବେଳେ ରୋଗୀ କି ମେଡିସିନ ଦେଇଥିବ ତାର ଆଜ୍ଞା ରୋଗଟା କେତେ ଭଲ ହେଲା ସେଇଟା ଡାକ୍ତର ହିଁ କେବଳ କହିପାରିବ। ଆଜ୍ଞା ଆଜ୍ଞା ଅନ୍ୟମାନେ କହିପାରିବେନି। ତେଣୁ ସାଧୁ ନାଇଁ ମାନଙ୍କର ପ୍ରସାଦ ଯେତେବେଳେ ନାରଦ ପାଇଲା, ତା ଆଜ୍ଞା ମନରେ ଯେତେବେଳେ ସାଧୁ ଭାବ ଜାଗ୍ରତ ହେଲା, ତାର ହୁଁ କେତେ ଦିବ୍ୟ ଜ୍ଞାନ ତା ଅନ୍ତର୍ ଭିତରେ ସ୍ଫୁରଣ ହେଲା, ସେ କଥା ଆଜ୍ଞା ସାଧୁ ମାନେ ଜାଣିପାରିଲେ। ଆଜ୍ଞା ଜାଣି ଆଜ୍ଞା ପାରିଲା ପରେ ଯେତେବେଳେ ଚାତୁର୍ମାସ୍ୟା ବ୍ରତ ପୂର୍ଣ୍ଣ ହେଇଗଲା, ସେତେବେଳେ କଣ କଲେ ନା ସିଏ ତାକୁ ଦେଖିଲେ ଯେ ଇଏ ଯୋଉ ଆମ ପ୍ରସାଦ ପାଇସାରିଲା ପରେ ତାର ଆଜ୍ଞା କଳ୍ମଷ ନଷ୍ଟ ହେଇଗଲା, ଜ୍ଞାନ ଆଜ୍ଞା ଉଦୟ ହେଲା। ତେଣୁ ଆଜ୍ଞା ଇଏ ଉପଯୁକ୍ତ ହେଇଛି ମାନେ ବିଷ୍ଣୁଙ୍କ ପଦ କମଳ ଲାଭ କରିବା ପାଇଁ ଏହାର ଉପଯୁକ୍ତ ସମୟ ଆସିଗଲା। ଆସିଗଲା ଆଜ୍ଞା ଆଜ୍ଞା ସିଏ କଣ କଲେ ନା ତାକୁ ପରମ ତତ୍ଵ ଜ୍ଞାନ ଦୀକ୍ଷା ଦେଇକି ସେ ତାଙ୍କର ଚାଲିଗଲେ। ଗଲା ଆଜ୍ଞା ପରେ ନାରଦ ସେଇଠୁ ଚିନ୍ତା କଲେ ଆରେ କଣ କରିବି, ଇଏ ଆଜ୍ଞା ପରମ ତତ୍ଵ ଦେଲେ ଯେ ମୁଁ ଆକୁ କେମିତି କଣ କରମି, ଇଏ ତ ବ୍ରାହ୍ମଣ ଘର, ଇଏ ତ ଖାଇବାକୁ ଦଉନି, ମା କୁ ତ ଏମିତି ଅଳ୍ପ ଦଉଛି ଖାଇବାକୁ, ମୁଁ ଏଠି କେମିତି ସାଧନା କରିମି, ଏମିତି ଆଜ୍ଞା ଚିନ୍ତା ଥିଲା। ଚିନ୍ତା ଥାଉଁ ଥାଉଁ ଦୈବ ଯୋଗେ ସେ ଘୋଡାଶାଳରେ ଗୋଟେ ସାପ ନାରଦ ମା କୁ କାମୁଡିଲା। ଆଜ୍ଞା ଆଜ୍ଞା ଯେମିତି ସାପ କାମୁଡ଼ିଲା ସେଇଠୁ ବିକ୍ରାନ୍ତ ନାରଦ କହିଲେ ହଁ ଖୁସି ହେଇଗଲେ। ସେଠୁ ସିଏ କଣ କଲେ ଆଜ୍ଞା ନା ମା କୁ ନେଇକି ଦାହ କରିକିରି ଖେଟ ଆଜ୍ଞା ଖରଗୋଟ ଗିରିବନ ଯୁଆଡେ ଯିବା ଯାଇଥିଲେ ସେମାନେ ସେ ଖୋଜିଲା, ବହୁତ ଖୋଜିଲା। ଖୋଜିଲେ ଆଜ୍ଞା ସିଏ ଆଉ ପାଇବ ନା, ଚଲତା ଯୋଗୀ ବହୁତା ପାନି, ସିଏ କୁଆଡେ ଚାଲିଗଲେଣି ଆଉ କୋଉଠି ପାଇବ। ସେଉଠୁ ସିଏ କଣ ଆଜ୍ଞା କଲା ନା ଗୋଟେ ଜାଗାରେ ବସିକି ତପସ୍ୟା କଲା। ତପସ୍ୟା କରିସାରିଲା ପରେ ବିଷ୍ଣୁଙ୍କ ପଦ କମଳ ଲାଭ କଲା, ଇତ୍ୟାଦି ଇତ୍ୟାଦି ସବୁ କଥା। ଆଜ୍ଞା ଆଜ୍ଞା ତେଣୁ ଗୋଟେ କଥା ହଉଛି ସାଧୁଙ୍କ ପ୍ରସାଦକୁ କେବେ ହେଲେ ଉଚ୍ଚିଷ୍ଟ ମନେ କରିବନି। ଭାବିବ ଆଜ୍ଞା ଆଜ୍ଞା ହଉଛି କୈବଲ୍ୟ। ଯଦି କହିଲ ମୁଁ କହୁଛି କାହିଁକି ନା ଆଜ୍ଞା ଏଇ କଥାଟା ଆମେ ଦେଖୁଛୁ ପରୀକ୍ଷା କରିକି ମୁଁ ଦେଖୁଛି ବହୁତ ଜାଗାରେ ମୁଁ ଯେତେବେଳେ ଯାଇକି
ଖାଏ ପ୍ରଥମେ ଯାହା ଘରେ ଭୋଜନ କରେ ପ୍ରଥମେ ଯାହା ଘରେ ପ୍ରଥମେ ଭୋଜନ କରେ ମୁଁ ପ୍ରଥମେ ଆଗେ ଯେତେ ସେ ଦିଅନ୍ତୁ ନା କାହିଁକି ମୁଁ କିଛି ଛାଡ଼ିବି ଜାଣି ଶୁଣିକି ବି ଛାଡ଼ିବି। ଛାଡ଼ିଲା ପରେ ସିଏ କଣ କରନ୍ତି ନା ତାକୁ ନେଇକି ଗୋରୁ ଆଟିକାରେ ଢାଳି ଦିଅନ୍ତି। ଆଚ୍ଛା 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 ଆଚ୍ଛା। ବହୁତ ଲୋକ କଳିଯୁଗରେ ବହୁତ ଲୋକ ଏ କଥା କରୁଛନ୍ତି। ସିଏ ନେବ ନେଇକି କଣ କରିବ ନା ଗୋରୁ ଆଟିକାରେ ଢାଳିଦବ। ଗୋରୁ ଆଟିକାରେ ଢାଳି ଦିଏ ଯୋଉ ପ୍ରସାଦ ଟା ସିଏ ଆମେ ମାନେ ପାଇକିରି ଆମର ଦିବ୍ୟ ଜ୍ଞାନ ହବା କଥା ସେ ଆଉ ପାଇ ତେଣୁ ସିଏ ଭାବିଲା କଣ ଏଟା ଖାଲି ହଉଛି ଆମର ଯୋଉ ଖାଦ୍ୟ ସିଏ ହଉଛି ଖାଲି ଖାଦ୍ୟ ଉଚ୍ଚିଷ୍ଟ ଗୁଡାକ ଆକୁ ଖାଇମି କଣ କିନ୍ତୁ ତା ଭିତରେ ଆଜ୍ଞା ଯୋଉଟା ଆପଣ କହିଲେ ଏଟା ପୁରା ଏକ ନମ୍ବର କଥା। ଆମର ଏଠି ଗୋଟେ ମଠ ପାଖରେ ଅଛି ମାନେ ଆମର ଏଠି ମାନେ ଶ୍ରୀ ବୃନ୍ଦାବନ ଚନ୍ଦ୍ର ବିହାରୀଙ୍କ ମଠ ଗାଦି ଅଛି। ସେଠି ରାଧାକୃଷ୍ଣଙ୍କ ପୂଜା ହଉଛନ୍ତି। ସେଠି ତାଙ୍କର ସାଧୁ ଭାଗବତ ପାରାୟଣ ବି ହଉଛି ସପ୍ତାଙ୍ଗ ହଉଛି। ସାଧୁ ସମ୍ମିଳନୀ ଗୋଟେ କରିଥିଲେ 21 ନା 30 ସାଧୁ ତାଙ୍କ ବୈଷ୍ଣବ ସାଧୁ ସବୁ ପାଖାପାଖି ସବୁ ମଠରୁ ଆସିଥିଲେ ବଡ ବଡ ମଠ ମହନ୍ତ ସବୁ। ତେଣୁ ତାଙ୍କର ସବୁ ରୋଷେଇବାସ ହେଇଛି ତରକାରୀ ପତ୍ର ପନିର ଫନିର ବିଭିନ୍ନ କଥା ହେଇଛି। ମୁଁ ଆଜ୍ଞା ଟିକେ କିଡନୀ ପ୍ରୋଷ୍ଟେଟ ରୋଗୀ ଟିକେ ମୋର ଦୋଷ ଟିକେ ଅଛି। କିନ୍ତୁ ମୁଁ ତ ଖାଇବିନି ସେ ସବୁ ମସଲା ତେଲ ଘିଅ ଜିନିଷ ଖାଉନି ବେଶୀ ବାହାରେ ଟିକେ। ତେଣୁ ଆଜ୍ଞା ମୁଁ କଣ କଲି ସାଧୁ ମାନଙ୍କୁ ପରସା ପରସି କଲି ସେଦିନ। ଆମେ ପରସା ପରସି କରି ଯେତେ ସବୁ ବାବାଜୀ ବସିଥିଲେ ସମସ୍ତଙ୍କ ଖଲିର ସବୁଥିରୁ ଟିକେ ଟିକେ ସଂଗ୍ରହ କଲି ଏତିକି ମାନେ ପ୍ରସାଦ ଟିକେ ଟିକେ ଆଉ ହଁ ସଂଗ୍ରହ କରି ମୁଁ ଯେତେବେଳେ ଖାଇଲି ତାକୁ ଆମ ସେ ମଠର ମହନ୍ତ ମତେ ପାଟି କଲା ତୁ ଗୋଟେ ବ୍ରାହ୍ମଣ ପିଲା ପୁରୋହିତ କର୍ମକାଣ୍ଡି କରୁଛୁ ତୁ କଣ ବୁଲି ଅଇଁଠା ଗୁଡା ସବୁ ଖାଉଛୁ ତାଙ୍କର ସବୁ ଆଣିକି ଗୋଟେ ଅଇଁଠା ଗୁଡା ଆଣିକି ଖାଉଛୁ କାହାର କୋଉ ରୋଗ ଆଜିକାଲି କଣ କିଏ କଣ ସବୁ ସମସ୍ତେ ସୁସ୍ଥ ଅଛୁ ସବୁ ଆଜିକାଲି ସବୁ ଆଜିକାଲି ବ୍ରହ୍ମଚାରୀ ସୁସ୍ଥ ଯାହାହେଲେ ତ ସେମାନେ ବାହାସାହା ହେଇନାହାନ୍ତି ବ୍ରହ୍ମଚାରୀ ହେଇକି ସେ କଣ କରୁଛନ୍ତି କଣ ନାହିଁ ଛାଡ଼ ମୋର ତ ମନ ଖୁସି ଲାଗିଲା ମୁଁ କାହିଁ ସାଧୁ ମାନଙ୍କର ଉଚ୍ଚିଷ୍ଟ ହଉଛି ଆଣିକି ପ୍ରସାଦ ଟିକେ ତାଙ୍କ ଶରୀର ନା ଅଇଁଠା ବୋଲି ଗୋଟେ ତୁ ଗୋଟେ ଖାଉଛୁ ଗୋଟେ ତୁ ବ୍ରାହ୍ମଣ ବେଳା ତତେ କଣ କିଏ କଣ ତତେ କିଏ ଗୋଟେ କଣ ଭାବିବ ଜାଣିଛୁ ଏମିତି କହିଲି। କଣ ମତେ ଭାବିବେ ବ୍ରାହ୍ମଣ ଲୋକ ପୁରୋହିତ ତ ତୋ ଅଇଁଠା ଅନେଇକି ଖାଉଛି ତୁ ତାଙ୍କ ଅଇଁଠା କଲୁ ମୁଁ ହଁ ହେଲା ମୁଁ ସାଧୁମାନଙ୍କ ଅଇଁଠା ଖାଇଲି ମୋ ମନ ଶାନ୍ତି ଲାଗିଲା ମୋର କଣ ମନ ହେଲା ମୁଁ ଜାଣିନି ମୁଁ କାହିଁ ଆଣିକି ଖାଇଲି ତ ଖାଇଲି ଆଉ କଣ ବୁଝିପାରିଲେ। ତାର ମୁଁ ଆଜ୍ଞା ଯେତେବେଳେ ସପ୍ତମ ଶ୍ରେଣୀରେ ପାଠ ପଢୁଥିଲି ଆମର ଏଠି ଗୋଟେ ବସନ୍ତ ରାସ ବିରାଟ ରାସ ହୁଏ ବସନ୍ତ ରାସ ବହୁତ ଲୋକ ଲକ୍ଷ ଲୋକ ହଜାର ହଜାର ଲୋକ ରାସ ରାତିରେ ଭାରି ନିଷ୍ଠାର ରାସ କରାଏ। ସେ ଯୋଉ ମହନ୍ତ ମତେ ଦୀକ୍ଷା ଦେଲେ ଆମକୁ ମନ୍ତ୍ର ଦେଇ ସିଏ ବର୍ତ୍ତମାନ ଚୈତନ୍ୟ ମଠ ଆମ ଏଠି ପାଖରେ ଶ୍ରୀ ଚୈତନ୍ୟ ମଠର ବଡ ମହନ୍ତ। ମୋର ଟିକେ ତାଙ୍କ ସହିତ ମାନେ ଆଉ ଆନ୍ତରିକ ରହିଲାନି ବୁଝିଲେ କି ଆଜ୍ଞା ଫର୍ମାଲି ଅନ୍ତର ତେଣୁ ମତେ ମୁଁ ଖାଲି ଦେଖିକି ଉପର ମାନେ ଆଜ୍ଞା ହରେ କୃଷ୍ଣ ନମସ୍କାର କରୁଛି। ସେ କଥା ଆପଣ ମାନଙ୍କ ହୃଦୟରେ ଯୋଉ ବିବେକ ଅଛି ସେ ବଳେଇବ ତାକୁ ସେ କଣ ବୁଝେଇଦେବେ ଆଉ ଏଇ ଜିନିଷ ଗୁଡାକ କେତେ ଜାଗାରେ ଦେଖୁଛି। ତାପରେ ଏଇ ଯୋଉ ଆପଣ ପଇସା ଦିଆ କଥା କହିଲି ଯୋଉ ସଂସ୍ଥାକୁ ଯିବେ ସେ ନିଗମାନନ୍ଦ ସଂସ୍ଥାକୁ ଯିବେ ତାଙ୍କର ଏମିତି ପଠା ପ୍ରତି ମାସରେ ଏଇ ଅନୁଗୁଳ ଚନ୍ଦ୍ର ସଂସ୍ଥାନ ପ୍ରତି ମାସରେ ଟଙ୍କା ଥଇବ ଇଷ୍ଟବୃତ୍ତି କରେ ସେ କହୁଛନ୍ତି ଇଷ୍ଟବୃତ୍ତି ନ କଲେ ଡରେଇ ଦଉଛନ୍ତି ଘୋର ମହା ବିପତ୍ତି ପଡିବ ପରିବାରକୁ। ଟିକେ ଶୁଣ ଆଜ୍ଞା ଇଷ୍ଟବୃତ୍ତି କଣ? ଆଜ୍ଞା ଇଷ୍ଟବୃତ୍ତି ଅର୍ଥ ଟଙ୍କା ରଖିବା ନୁହେଁ। ଆଜ୍ଞା ଇଷ୍ଟଙ୍କର ବୃତ୍ତି ଇଷ୍ଟବୃତ୍ତି ଆଜ୍ଞା ଇଷ୍ଟ ହେଲେ କେ ସିନା ଗୁରୁ ଆଜ୍ଞା ଆଉ ଗୁରୁଙ୍କର ବୃତ୍ତି କଣ? ଗୁରୁଙ୍କର ବୃତ୍ତି ହଉଛି ନାମ ସ୍ମରଣ। ଆଜ୍ଞା ଆଜ୍ଞା କାହିଁକି ନା ସାଧୁର ଲକ୍ଷଣ ଈଶ୍ୱର ଭକ୍ତି। ଆଜ୍ଞା ଦୁଗ୍ଧ ପାନ କଲେ ବଢେଇ ଶକ୍ତି। ଆଜ୍ଞା ଇଷ୍ଟବୃତ୍ତି କହିଲେ ଇଷ୍ଟଙ୍କର ବୃତ୍ତି ହେଲା ଈଶ୍ୱର ଭକ୍ତି ଈଶ୍ୱର ଚିନ୍ତନ। ଆଜ୍ଞା ଆଜ୍ଞା ତେଣୁ ଇଷ୍ଟବୃତ୍ତି ସେଇଆକୁ କୁହାଯାଏ ଯୋଉ ଶିଷ୍ୟ ଈଶ୍ୱର ଚିନ୍ତନ ଅହରହ କରୁଥାଏ ସେଇ ଇଷ୍ଟବୃତ୍ତି କରୁଛି ବୋଲିକି ଜଣା ପଡେ। ଆଜ୍ଞା ଇଷ୍ଟବୃତ୍ତି ଅର୍ଥ ନୁହେଁ ଯେ ଟଙ୍କା ରଖିବା। ହଁ ସେମାନେ ପ୍ରତି ମାସରେ ମାନେ ପଇସା ମାନେ ତାଙ୍କର ସେ କହୁଛନ୍ତି ତମେ ଖାଉଛ ପିଉଛ ମେଡିସିନ ଖର୍ଚ୍ଚ କରୁଛ ଆଏସ କରୁଛ ମଦ ମାଂସ ଖାଉଛ ସବୁ ଉଡଉଛ ସବୁ ଆଏସ କରୁଛ କିନ୍ତୁ ତମ ରୋଜଗାରରୁ ତମେ ଟଙ୍କାଟି ହଉନା ଦୈନିକ ଇଷ୍ଟଙ୍କ ଉଦ୍ଦେଶ୍ୟରେ ଗୋଟେ ଡବାରେ ମନେ ରଖ ପ୍ରତି ମାସରେ ତାଙ୍କରି ପ୍ରଭୁଙ୍କ ଇଏ ପାଇଁ ପଠେଇ ଦିଅ। ଆଉ ଗୁରୁଙ୍କୁ କିଛି ଦବା କଥା। ହଁ ଗୁରୁଙ୍କୁ ବି ଦାନ କିଛି କର ସେଇଗୁଡା ତାଙ୍କର ଅର୍ଥ ବାଧ୍ୟବାଧକ ନୁହେଁ ଯେ ମୁଁ ଦୈନିକ ବାଧ୍ୟ ନୁହଁ ଆଜ୍ଞା ବାଧ୍ୟ ନୁହଁ ଯେ ତାଙ୍କର ଯୋଉମାନେ ପଣ୍ଡା ମାନେ ତାଙ୍କର ଯୋଉମାନେ ଅଛନ୍ତି ରୀତିନୀତି ସେମାନେ ଡରଉଛନ୍ତି କହିଲା ବେଳେ ଏମିତି କଥା କହିବେ ଆପଣ ନବାକୁ ବାଧ୍ୟ ଦବାକୁ ବାଧ୍ୟ ମାନେ ଜଣେ କାଲି ଏବେ 4 ଦିନ ତଳେ ଜଣେ ବ୍ୟକ୍ତି ଦେଖା ହେଲେ ସେ କହିଲେ ଭାଇ ଆମ ପୁଅ କଣ ଠାକୁର ଜୟଗୁରୁଙ୍କ ଦୀକ୍ଷା ନେଇଥିଲା ଆମ ଘରେ ସେ ଡାକି ସତ୍ସଙ୍ଗ ହେଲା ଆମେ ସ୍ୱାମୀ କିଛି ଜାଣିନୁ
ଆଉ ଆମକୁ ଆମ ଦିହରେ ବସେଇ ଦେଇକି ଆମ ହାତରେ ତୁଳସୀ ପାଣି ପଇସା ଥୋଇକି ଲେଖା ଲେଖି କରିକି ତ ଜବରଦସ୍ତି ଏମିତି କରି ଦୀକ୍ଷା ଦେଇଦେଲେ ଆମକୁ ଆଉ ସେ ଲୋକ ଗୋଟେ କହିଲା ଜବରଦସ୍ତି ଶିକ୍ଷା ଦେଇଦେଲେ। ଆଜ୍ଞା ସେ ଜଣେ ଦରଜି ଟେଲର ତା ପୁଅଟି ଗୋଟେ ପୋଷ୍ଟରରେ ଚାକିରି ପାଇଛି ବହୁତ ଗରିବ ଅଭାବୀ ଆଉ ପାଠ ପଢି ଚାକିରି ଗୋଟେ ପାଇଯାଇଛି ସେ ତାଙ୍କର ସତ୍ସଙ୍ଗ କରିଥିଲା ଯେତେ ସେ କଲା ବେଳକୁ ମୁଁ ଆକ୍ସିଡେଣ୍ଟରେ ଆଜ୍ଞା ପଡିଛି ମୋ ଗୋଡ ଆମେ ସ୍ୱାମୀ ସ୍ତ୍ରୀ ଝିଅ 3 ଜଣ ଯାଇଥିଲୁ ଏଇ ଗୋଟେ ସତ୍ସଙ୍ଗ ରାତିରେ ପୂର୍ଣ୍ଣମୀ ଦିନ ଦୋଳ ପୂର୍ଣ୍ଣମୀ ଦିନ ଗୋଟେ ବିଲୁଆ ପଶିଗଲା ଆକ୍ସିଡେଣ୍ଟ ଆଜ୍ଞା ହେଇଗଲା ପୁରା ଇଞ୍ଜୋର୍ଡ ହେଇଗଲୁ ଆମ ଝିଅ ତମେ ଏ କଥା ଆଗରୁ ଥରେ କହିଥିଲ ବୋଧେ ମତେ। ହଁ ଆଜ୍ଞା ହଁ ମୁଁ ସେଇ ଲୋକ ଆଜ୍ଞା ମୁଁ ଆଉ ଯାଇପାରିଲିନି ସିଏ ମତେ କହିଲେ ଆଉ କହିଲେ ଏମିତି ମତେ ଭାଇ ଜବରଦସ୍ତି ଭାଇ ଡାକିକି ନେଇଗଲେ ବସେଇଲେ ମୁଁ ଜାଣିନି କିଛି ଆଉ ଭାଇନା ପାଣି ଭାଇନା କେମିତି କଣ କରିବା ମୁଁ କହିଲି କିଛି ନାହିଁ ତମକୁ ଯେ ଡାକି ବସେଇଛନ୍ତି ଠାକୁରଙ୍କ ବିଶ୍ୱାସରେ ରହ ଆଉ କଣ ତମେ କରିବ ଆଉ ଏଇ ଯୋଉ ଜିନିଷଟା କରାଯାଉଛି ବର୍ତ୍ତମାନ ସେଇଗୁଡ଼ା ଟିକେ ମନରେ ବେଳେ ବେଳେ କିନ୍ତୁ ଆସୁଛି ଯେ ଆମେ ତ ସନାତନୀ ଆମେ ତ ଶ୍ରୀମଦ୍ ଭାଗବତ ଆଉ ଗୀତା ଭାଗବତ ମହାତ୍ମ ଏଥିରେ ସବୁ ଜିନିଷ ଅଛି ଆଉ ୟାକୁ ଛାଡିଦେଲେ ଆଉ କଣ ସଂସାରରେ ଅଛି ଯେ ଜଗନ୍ନାଥ ପ୍ରଭୁଙ୍କର ସଂସ୍କୃତି ତାଙ୍କ ବିଚାର ବିବେକ ତାପରେ କର୍ମକାଣ୍ଡି ଯୋଉ କାମ ଗୁଡା ଆଜ୍ଞା ଆମେ ସବୁ ଭାବୁଛେ କରୁଛେ ପେଟ ପୋଷିବା ପାଇଁ କରୁଛେ ନା ଆଉ କଣ ସେ ଭାଗବତରେ ବି ଲେଖା ହେଇଛି ଯାହାର ମନ କର୍ମ କାଣ୍ଡେ ସେ କାହିଁ ଜୀବ ଉର୍ଦ୍ଧ୍ଵ ଦାଣ୍ଡେ ତେଣୁ ଆପଣ ଗୋଟେ ଦେଖୁଥିଲେ ଏପିସୋଡ ଏଇ କର୍ମକାଣ୍ଡି ଉର୍ଦ୍ଧ୍ୱରେ ଦେଖୁଥିଲି ଥରେ ଆଜ୍ଞା ହଁ କୁହନ୍ତୁ ମୁଁ ପଚାରିବା ଯୋଉ କଥା ଗୋଟେ ପ୍ରବାଦ ଅଛି ହାଟ ମଧ୍ୟରେ ବ୍ରହ୍ମଜ୍ଞାନ କହନ୍ତିନି ବୋଲି ପ୍ରାୟ ଲୋକ ପୁରୁଣା ହାଟ ମଧ୍ୟରେ କଣ ବ୍ରହ୍ମଜ୍ଞାନ ଅର୍ଥ ଅଜ୍ଞାନୀ ଲୋକ କଣ ଏଟା ସବୁ କୁହାଯାଏ ତେଣୁ ବର୍ତ୍ତମାନ ଯୋଉ ଜ୍ଞାନ ଗୁଡା ଆପଣ ସବୁ ଉପନିଧି ଛଡା ହଉଛି ସବୁ ମାନେ ସେଗୁଡାକ ଛାଡିଆଟା କଣ ଆଜ୍ଞା ଠିକ ନା ଭୁଲ ଏଟା ନା ନା ତମେ ଯୋଉ କହୁଛ ହାତ ମଧ୍ୟରେ ବ୍ରହ୍ମଜ୍ଞାନ ହେଲା କି ଆଜ୍ଞା ମୁଁ ଯୋଉଟା ଛାଡୁଛି ସେଟା ବ୍ରହ୍ମଜ୍ଞାନ ନୁହେଁ ଆଜ୍ଞା ବ୍ରହ୍ମଜ୍ଞାନ ତାଠାରୁ ଅଲଗା ଜିନିଷ ଅଛି। ଆଉ ଗୋଟେ କଥା ଶୁଣ ଯୋଉ ଜିନିଷ ଛଡା ହଉଛି ଆମର ୟୁଟ୍ୟୁବରେ ସେ ଜିନିଷ ଦେଖ ଦିଟା କଥା ଯିଏ ଜାଣିଥିବ ସିଏ ବୁଝିବ ଯିଏ ନ ଜାଣିଥିବ ସିଏ ବୁଝିପାରିବନି ଯିଏ ନ ଜାଣିଥିବ ସିଏ ଜାଣିପାରିବନି କଣ କହୁଛନ୍ତି ଯିଏ ଜାଣିଥିବ ସେ ଠିକ ବାଟରେ ବୁଝି ନେବ ଯିଏ ଗୁରୁ କରିଥିବ ସେ ବୁଝି ନେବ ହଁ ବାବା ଏ କଥାଟା କହୁଛନ୍ତି ଆଉ ଗୋଟେ କଥା ମୁଁ ତମକୁ କହୁଛି ମୁଁ ଯଦି ଏଟାକୁ ଖୋଲା ଖୋଲି ନ ଛାଡିବି ମୁଁ ଚାଲିଗଲା ପରେ ମୋର ଦେହାନ୍ତ ପରେ ସବୁ ଯେତେ ଭାରତ ବର୍ଷ ସମସ୍ତଙ୍କର ଜ୍ଞାନ ପଚି ଯାଇଛି ମୋ ଜ୍ଞାନ ବି ପଚିଯିବ। ଆଚ୍ଛା ଠିକ କଥା ହଁ ସେ ଗୋଟେ ଦୃଷ୍ଟିରୁ ଆଉ ଜନ ଜଗତ ଜାଣିବ କଣ ମୋର ଅନୁଭୂତି ଗୁଡାକ ଲୋକମାନେ ଜାଣିବେ କେମିତି ଆଜ୍ଞା ହଁ ସେ ଗୋଟେ କଥା ତାପରେ ଆଉ ଦ୍ୱିତୀୟ କଥା ମୁଁ ଯଦି ଆଜି ୟୁଟ୍ୟୁବରେ ନ ଛାଡିଥାନ୍ତି ତମେ କଣ ମୋ ସହିତ ଫୋନ କରିକି ଏମିତି କଥାବାର୍ତ୍ତା ହେଇପାରିଥାନ୍ତ? ନିଶ୍ଚିତ ଆଜ୍ଞା ଏଇଟା ପ୍ରଭୁଙ୍କ କୃପା ଆପଣ ଏଇଟା ଛାଡିବାରୁ ଆଉ ନମ୍ବରଟି ଆପଣ ଦେଇଥିବାରୁ ଆମେ ଟିକେ ଆପଣଙ୍କ ସହିତ ସାକ୍ଷାତ ନହେଲେ ମଧ୍ୟ ମାନସିକ ସ୍ତରରେ ଆପଣଙ୍କୁ ହୃଦୟର ସହିତ ଗ୍ରହଣ କରିକିରି ଆପଣଙ୍କ ମନ ଭିତରେ ଆପଣଙ୍କୁ ଭାବନା ଦେଇକି ଆମେ ଟିକେ ଆପଣଙ୍କୁ ବୁଝିପାରୁଛୁ ଆନନ୍ଦ ଲାଗିପାରୁଛି ଖୁସି ଲାଗୁଛି ଯାହା ହଉ ମୁଁ ଯଦି ନମ୍ବରଟା ନ ଦେଇଥାନ୍ତି କେହି କଣ ମୋ ପାଖକୁ ଫୋନ କରିଥାନ୍ତେ? ତେଣୁ ଗୋଟେ କଥା ହଉଛି ତମ ମାନଙ୍କ ମଙ୍ଗଳ ପାଇଁ ତମ ମାନଙ୍କ ସହିତ ସମ୍ପର୍କ ରଖିବା ପାଇଁ ତମ ମାନଙ୍କ ସହିତ ପ୍ରେମ ପ୍ରୀତି ବାଣ୍ଟିବା ପାଇଁ ମୁଁ ଏଇ ୟୁଟ୍ୟୁବ କରିଛି ଏବଂ ଆଜ୍ଞା କେତେବେଳେ ଗଲେ ମୁଁ ଭାବୁଛି ଘରେ ମୋ ସ୍ତ୍ରୀଙ୍କୁ ନେଇକି ଗଲେ ଚଳିବ ଟିକେ କିଛି ଅସୁବିଧା ନାହିଁ ଆମର ମାତା ମା ଅଛନ୍ତି ଆମର ରହିବାରେ ସୁବିଧା ଅଛି କିଛି ଅସୁବିଧା ନାହିଁ ଆସୁଛନ୍ତି ତ ଲୋକ ସ୍ୱାମୀ ସ୍ତ୍ରୀ କଣ ଆସୁନାହାନ୍ତି ବହୁତ ଭଲ ବହୁତ ଲୋକ ସ୍ତ୍ରୀ ଲୋକ ପୁରୁଷ ଲୋକ ସବୁ ଆମ ଆଶ୍ରମକୁ ଆସୁଛନ୍ତି ତେଣୁ ଆସିଲେ କିଛି ଅସୁବିଧା ନାହିଁ। ହଉ ଆଜ୍ଞା ଆଉ ଆପଣଙ୍କ ଯଥା ସମୟ ଆପଣ ମତେ ଯେତିକି କହିଲେଣି ଏଇଟା ବହୁତ ଖୁସି ଲାଗୁଛି ଆପଣଙ୍କୁ କୋଟି କୋଟି ପ୍ରଣାମ ଆଜ୍ଞା ପାଦ ତଳେ କୋଟିର ପ୍ରଣାମ ଜଣାଉଛି ଆଜ୍ଞା।